ଆଜି ଦେଖିବା +3 ଥାର୍ଡ ସେମିଷ୍ଟାର ଓଡ଼ିଆ ଅନର୍ସର କୋର୍ସ 7 ୟୁନିଟ୍ 1 ସିଲେକ୍ସନ୍ 1 ମାର୍କ 2 ମାର୍କ 5 ମାର୍କ। ତା ପୂର୍ବରୁ ଭିଡ଼ିଓକୁ ଲାଇକ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅ। ଲାଷ୍ଟକୁ ଅଛି 5 ମାର୍କ। 1ରେ ସହଜାନୀ ସିଦ୍ଧାର୍ଥଜୀଙ୍କ ମଧ୍ୟରେ ପ୍ରଭାବଶାଳୀ ସର୍ବଶ୍ରେଷ୍ଠ ସାଧକ କିଏ ଥିଲେ? ଲୁଇପା। ଲୁଇପା କାହାର ଶିଷ୍ୟ ଥିଲେ? 2ରେ କାହ୍ନୁପା। ଚାର୍ଯ୍ୟପଦ ସଂଗ୍ରହର ସର୍ବାଧିକ ପଦର କର୍ତ୍ତା କିଏ? କାହ୍ନୁପା। 4 କାହ୍ନୁପାଙ୍କର ଗୁରୁ କିଏ? ଜଳନ୍ଧରପା। 6 ପାକ୍ ସାମ ଜୋନ୍ ଯାଉ ଅନୁସାରେ ଲୁଇପା କେଉଁ ପରିବାରରେ ଜନ୍ମଗ୍ରହଣ କରିଥିଲେ? କୋବର୍ତ୍ତ। ସାମନ୍ତ ଶୁଭ କାହାର ଅନ୍ୟ ନାମ ଥିଲା? ଲୁଇପା। 8ରେ କିଏ ମହାଯୋଗେଶ୍ୱର ଭାବରେ ଖ୍ୟାତ? ଲୁଇପା। 9 ଲୁଇପା ଦୀକ୍ଷା ଗ୍ରହଣ ପରେ କେଉଁ ମନ୍ତ୍ର ଜପ କରିଥିଲେ? ବ୍ରଜ ବାରହି। 10ରେ ଲୁଇପା କ'ଣ ଭକ୍ଷଣ କରିବା ପରେ ସାଧନରେ ସିଦ୍ଧ ଲାଭ କରିଥିଲେ? ମତ୍ସ୍ୟ। କାହ୍ନୁପା କେଉଁ ରାଜ୍ୟର ଅଧିବାସୀ ଥିଲେ? ଓଡ଼ିଶା। 12ରେ କାହ୍ନୁପା ବିପଦରେ ପଡ଼ିଥିବା ସମୟରେ ତାଙ୍କୁ କିଏ ଉଦ୍ଧାର କରିଥିଲେ? ଜଳାନ୍ଧରପାଦ। ଏଠି ବ୍ଲର ଆସୁଛି। ତାପରେ ଦେଖିବା 1 ମାର୍କ କ୍ୱେଶ୍ଚିନ୍ ଗୁରା ଯୋଉ ଗୁରା ଗୋଟିଏ ବାକ୍ୟରେ ଉତ୍ତର ଦିଅ। କୟାତରୁ ଚାର୍ଯ୍ୟରେ ରଚୟିତା କିଏ? ଲୁଇପା। ଚର୍ଯ୍ୟ ନମ୍ବର 7 ର ରଚୟିତା କିଏ? କାହ୍ନୁପା। କାହ୍ନୁପାଙ୍କର ଅନ୍ୟ ନାମ କ'ଣ? କୃଷ୍ଣପାଦ। କାହ୍ନୁପାଙ୍କର ଗୁରୁ କିଏ? ଜଳନ୍ଧରପାଦ। 5 ଗୁରୁ ଜଳନ୍ଧାରୀ ପାଦଙ୍କ ନିର୍ଦ୍ଦେଶ ଅନୁସାରେ କାହ୍ନୁପା କେଉଁ ଗୁରୁଙ୍କ ଆଚରଣ ଅନୁସରଣ କରିଥିଲେ? ତନ୍ତିପା। ସ୍କ୍ରିନଶଟ ନେଇଯିବ, ନହେଲେ ନୋଟ୍ କରିଦବ। ତା ପୂର୍ବରୁ ଭିଡ଼ିଓକୁ ଲାଇକ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅ। এই ପିଡିଏଫଟା ଆମ ଟେଲିଗ୍ରାମ ଗ୍ରୁପରେ ମିଳିଯିବ। ଡେସ୍କ୍ରିପସନ ବକ୍ସରେ ଲିଙ୍କ ଅଛି। ଏତିକି ତ? ନା ଅଛି ଆଉ ଏତିକି।